ସାଙ୍ଗମାନେ ଦେଖନ୍ତୁ ମୋ ମାମି ଏଠି ସକାଳୁ ଶୋଇଛନ୍ତି ତାଙ୍କ ନିତ୍ୟକର୍ମ ସବୁ ସାରି ହେଉଛନ୍ତି ଏଇଠି ନମସ୍କାର ଆପଣଙ୍କୁ କରୁଛନ୍ତି ଆଉ ତାଙ୍କର ତ ଦେଖୁଥିବେ ତାଙ୍କର ଟିକେ ଗୋଡ଼ ଖରାପ ଅଛି ବୟସ ଅଧିକ ହିସାବରେ ତାଙ୍କର ଗୋଡ଼ ଖରାପ ଅଛି ତାଙ୍କର ଏଠି ଶୁଆ ହେଇଛି ଜିନିଷ ସେ ସବୁ ଧରିକି ଯିବା ଆସିବା କରନ୍ତି ଆଉ ଏମିତି ଧରିକି ଚାଲି ପାରୁଛନ୍ତି ଆଉ ନହେଲେ ସେମିତି ଏକା ଭଲ ଭଲ ଚାଲି ପାରୁନାହାନ୍ତି ଆଉ ସବୁବେଳେ ଦେଖିବେ ଆପଣଙ୍କର କ'ଣ କରିବେ ଆଉ ସମୟ ଯେତେବେଳେ ଟିଭି ଦେଖୁଛୁ ଟିକେ ଟିଭି ସାଉଣ୍ଡଟା କମେଇଲ ଟିକେ ଟିଭି ସାଉଣ୍ଡଟା କମେଇଲ ଆଉ କ'ଣ ସବୁ ଦେଖୁଛ ଟିଭି? ଏଇ ଜଗନ୍ନାଥଙ୍କ ବିଷୟରେ ଦେଖୁଛି ରତ୍ନଭଣ୍ଡାର ଖୋଲାଯିବ ଆଜି ରତ୍ନଭଣ୍ଡାର ଖୋଲିବ ନାଇଁ ବହୁତ ଦିନ ପରେ ଆଜି ରତ୍ନଭଣ୍ଡାର ପ୍ରଭୁଙ୍କର ଖୋଲା ହେଉଛି ନା ସବୁ ଗଲେଣି ଟିମ୍ ଗଲେଣି ସବୁ ଟିମ୍ ଗଲେଣି ଭିତରକୁ ଯାଉଛନ୍ତି ସବୁ। ଆଉ କାଲି କ'ଣ ଦେଖୁଥିଲ? କାଲି ଏଇ ଜଗନ୍ନାଥଙ୍କର ସୁନାବେଶ ସୁନାବେଶ ଦେଖିଲ କେତେବେଳେ ସରିଲା କାଲି ରାତିରେ? କାଲି ରାତି 11ଟା ପର୍ଯ୍ୟନ୍ତ ଚାଲିଥିଲା। 11ଟା ପର୍ଯ୍ୟନ୍ତ ଚାଲିଥିଲା ଆଉ କ'ଣ ଏମିତି ଖାଇଲଣି? କ'ଣ ଏମିତି ଖାଇଲ? କିଛି ଖାଇଲଣି? ହଁ କ'ଣ ଖାଇଲ? ଚା ବିସ୍କୁଟ। ହଁ ତାପରେ କ'ଣ କରିବ? ତାପରେ ଆଉ କ'ଣ ଟିଭି ଦେଖିବି 10ଟା ବେଳକୁ ଗାଧେଇ ଯିବି ଗାଧେଇ ଆସିଲେ ଜଳଖିଆ ଖାଇବି। ଆଚ୍ଛା କ'ଣ ସବୁ ଜଳଖିଆ କେତେବେଳେ କ'ଣ ଖାଉଛ? ଏଇ 10:30 ଭିତରେ କେତେବେଳେ? କୋଉଦିନ କ'ଣ କରିଥାଏ ବୋଉ ସବୁ ଜଳଖିଆ ଖାଅ? କୋଉଦିନ ଦହି ପାପଡ଼ି, କୋଉଦିନ ଭେଜିଟେବୁଲ ଚପ୍, କୋଉଦିନ ବରା ପିଆଜି, କୋଉଦିନ ଉପମା ଏମିତି ସବୁ କରେ ଆଉ। ଦେଖନ୍ତୁ ସାଙ୍ଗମାନେ ତାଙ୍କର ବୋଉ ସବୁ କରିକି ଦେଉଛି ସେ ସବୁ କହୁଛନ୍ତି କ'ଣ କ'ଣ ଖାଉଛନ୍ତି ସବୁ ଆପଣମାନେ ଶୁଣୁଥିବେ ତେଣୁ ଆପଣମାନେ ଭଗବାନଙ୍କୁ ଡାକନ୍ତୁ ଆପଣମାନଙ୍କର ମାଆ ମାନେ ଥିବେ ସେମାନଙ୍କ ମୋର ବି ଯେହେତୁ ସେମାନେ ରହିଲେ ଆମକୁ ଭଲ ତେଣୁ ସେମାନେ ଯେତେ ଦିନ ସଂସାରରେ ରହିବେ ଆମ ପ୍ରତି ତାଙ୍କର ଆଶୀର୍ବାଦ ଥିବ ଆଉ ଆମେ ସେମିତି ଆଗକୁ ଚାଲିବା ଆଉ ଏଇଭଳିଆ ଭାବରେ ଚାଲିଛି ଦିନ ଚାଲିଛି ଏମିତି ଭାବରେ ସେ ବି ଦିନେ ଥିଲେ ତାଙ୍କର ଯୁବା ଅବସ୍ଥା ଥିଲା ସେ ଏଭଳିଆ ଅବସ୍ଥାରେ ବର୍ତ୍ତମାନ ଅଛନ୍ତି ପର ଉପରେ ନିର୍ଭର କରୁଛନ୍ତି ନିର୍ଭରଶୀଳ ଯାହା ହଉ ସମସ୍ତଙ୍କର ଯାହା ପିଲାମାନେ ଯେଉଁ ଯଦି ପାଖରେ ଅଛନ୍ତି ବହୁତ ଭଲ ଯଦି ପାଖରେ ନାହାନ୍ତି ତାହେଲେ ଟିକେ ଅସୁବିଧା ହେଉଛି ନିଶ୍ଚୟ ଅସୁବିଧା ଭୋଗ କରିବାକୁ ପଡ଼ିବ ସବୁ ସେଇ ଚକାଡୋଳର ଇଚ୍ଛା। ଶୁଭ ସକାଳ ସାଙ୍ଗମାନେ ଜୟ ଜଗନ୍ନାଥ ଆପଣମାନଙ୍କୁ ନମସ୍କାର ଚକାଡୋଳଙ୍କ କୃପାରୁ ସମସ୍ତେ ଭଲରେ ଥାଆନ୍ତୁ। ଆଜି ସକାଳୁ ଭାବିଲି କିଛି ଭିଡ଼ିଓ କରିବି ବାହାରକୁ ଯିବି କିନ୍ତୁ ସମ୍ଭବ ହେଲାନି କାହିଁକିନା ଇଏ ରାତି ନିଦ୍ରା ହେଇକିରି ଏ ଯେଉଁ ରାମଲୀଳା କରୁଛି ରିହର୍ସାଲର ରାମଲୀଳା ଯେଉଁ ନିର୍ଦ୍ଦେଶକ ହିସାବରେ ଦାୟିତ୍ୱଟା ନେଇଛି ତେଣୁ ଏ ଆଗାମୀ 20 ତାରିଖ ଶନିବାର ଦିନ ଏଇଟା ମଞ୍ଚସ୍ଥ ହେବ ଖୋଲା ମଞ୍ଚରେ ମଞ୍ଚସ୍ଥ ହେବ ଯେଉଁଟା ହେଉଛି ଅଲ୍ୟ ଅବତାର ବା ପରଶୁରାମ ଭେଟ ତେଣୁ ସେଥିପାଇଁ ବହୁତ ଡେରି ହେଇଗଲା ଉଠିବା ସକାଳୁ ବହୁତ ଡେରି ହେଇଗଲା ହଁ ବର୍ତ୍ତମାନ ଦେଖନ୍ତୁ ଚା କପଟେ ଧରିକି ବସିଛି ତାକୁ ପିଇବି ବୋଲି ମାନେ ଟିକେ ଡେରି ହେଇଯାଉଛି ଅନ୍ୟ କଥା ସେଇଟା ଚିନ୍ତା ପଶିଯାଉଛି ଆଉ ଆଜି ହେଉଛି ଗୋଟେ ଶୁଭ ଦିନ ଅର୍ଥାତ୍ କ'ଣ କହିଲେ ଏ ଯେଉଁ ଆଜି ମହାପ୍ରଭୁଙ୍କର ପୁରୀରେ ମହାପ୍ରଭୁଙ୍କର ରତ୍ନଭଣ୍ଡାର ଆଜି ଖୋଲା ହେଉଛି ଯାହା ହଉ ବହୁତ ଦିନ ପରେ ସେଇଟା ସରକାରଙ୍କର ଗୋଟେ ଭଲ ପଦକ୍ଷେପ ନେଇଛନ୍ତି ଆକ୍ଚୁଆଲି ଜାଣିବା କଥା ଯେ ରତ୍ନଭଣ୍ଡାରର ଅବସ୍ଥା ବର୍ତ୍ତମାନ କ'ଣ ଅଛି ତା ଭିତରେ କ'ଣ କ'ଣ ଜିନିଷ ଅଛି ସେ ବହୁତ ଦିନ ହେଲା ସେ ଖୋଲା ହେଇନି ଖୋଲା ହେବ ବୋଲିକିରି ହେଇପାରିନଥିଲା କୌଣସି କାରଣରୁ ହୋଇପାରିନଥିବ ଆମେ ସେଇଟା କହିପାରିବାନି ଯେହେତୁ ଆମେ ଜନସାଧାରଣ ଆମେ ଜାଣିନେ ସେ ବିଷୟରେ ସେଇଟା ସରକାର ଭଲ ଭାବରେ ଜାଣିଥିବେ ଯେ ନୂତନ ସରକାର ଯେଉଁ ଆସିଲେ ବର୍ତ୍ତମାନ ସେମାନେ ବହୁତ ଇନିସିଏଟିଭ୍ ନେଇକିରି ସେଇଟାକୁ କରୁଛନ୍ତି
ଏଇଟା ଆପଣମାନଙ୍କ ପାଇଁ ଭଲ, ସମସ୍ତଙ୍କ ପାଇଁ ଭଲ। ଆମେ ଜାଣିବା ଆଉ ଦେଖି ସବୁଠୁ ବଡ଼ ଠାକୁର ତାଙ୍କ ପାଖରେ କ'ଣ କ'ଣ ଯେ ନାହିଁ। ଆପଣମାନେ କାଲି ସବୁ ସୁନାବେଶ ଦେଖିଥିବେ ଠାକୁରଙ୍କର, ମହଣ ମହଣ ସୁନା। କ'ଣ ନାହିଁ ଆମ ଓଡ଼ିଶାରେ? ଆମ ଓଡ଼ିଶା ପ୍ରକୃତିରେ ଜଗନ୍ନାଥଙ୍କ କଥା କହୁଛି, ଆମ ଓଡ଼ିଶାରେ ତାଙ୍କର ଯେ କେତେ ସମ୍ପତ୍ତି ତାର ଠିକଣା ହିଁ ନାହିଁ। ତେଣୁ ସବୁବେଳେ ଆମେ କହୁଛୁ ଓଡ଼ିଶା ହେଉଛି ଗରିବ ରାଜ୍ୟ, ଗରିବ ରାମ ଯେତେ ମହା ଠାକୁର ବଡ଼ ଠାକୁର ଅଛନ୍ତି, ଆମ ପାଖରେ କିଛି ଅଭାବ ରହିବ ନାହିଁ। ସମସ୍ତେ ସେଇ ଚକାଡୋଳାକୁ ଡାକନ୍ତୁ ଯେମିତି ସମସ୍ତେ ଭଲରେ ଚଳିବେ, ଇଏ ଗୋଟିଏ କଥା। ତାପରେ ଆଉ ଗୋଟେ କଥା, ଆପଣମାନେ ଯେଉଁମାନଙ୍କର ଅବସର ନେଇଛନ୍ତି, ଯେଉଁମାନେ ସରକାରୀ ଚାକିରି କରିଛନ୍ତି, ଯାହା କରିଛନ୍ତି, ସେମାନେ ଯେମିତି ଗୋଟେ ସବୁବେଳେ ଏନଗେଜ୍ ରୁହନ୍ତୁ, କୌଣସି ବିଷୟରେ ଏନଗେଜ୍ ରୁହନ୍ତୁ। ମୁଁ ଯେମିତି ବର୍ତ୍ତମାନ ଅବଶ୍ୟ ସୁଯୋଗ ମିଳିବା କଥା, ମୁଁ ଯେମିତି ବର୍ତ୍ତମାନ ରାମଲୀଳା ଶିଖଉଛି କରୁଛି, ଏଇ ରାତି ସକାଳ ଡେରି ହେଇଗଲା, ଉଠିବା ଡେରି ହେଇଗଲାଣି, ବର୍ତ୍ତମାନ ଚାଲିଛି। ଆଉ ଗୋଟେ କଥା ସାଙ୍ଗମାନେ, କ'ଣ କି ଆପଣମାନଙ୍କର ଗାଁ ହଉ ବା ସହର ହଉ, ଆପଣମାନେ ଗୋଟେ ସବୁବେଳେ ଚେଷ୍ଟା କରନ୍ତୁ ଯେ କି ଏକାଠି ଗୋଟେ କିଛି କାର୍ଯ୍ୟକ୍ରମ କରିବା ପାଇଁ। କାର୍ଯ୍ୟକ୍ରମ କରିବା ମାନେ ବେଶୀ ହେଲା ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମ କଲେ କ'ଣ ହେବ ନା, ସମସ୍ତଙ୍କର ମନଟା ପୁରା ମିଳିକିରି ରହିବ। ଆଉ ବିଶେଷ କରି ଯେଉଁ ଆଧ୍ୟାତ୍ମିକ ଲାଇନରେ ଆପଣଙ୍କର ଯେଉଁ ରାମଲୀଳା ରହୁଛି, ସେଥିରେ ରହିଲେ ଭଲ ହେବ। କାରଣ ରାମଙ୍କ ଲୀଳା, ଏଇଟା ଭଗବାନଙ୍କର ଲୀଳା। ତେଣୁ ଆପଣମାନେ ସେଥିରେ ମଜିକିରି ରୁହନ୍ତୁ, ଆପଣଙ୍କୁ ବହୁତ କିଛି ଭଲ ଲାଗିବ। କାରଣ ଏଇଟା ହେଉଛି ସାମାଜିକ ନାଟକର ଯେଉଁ ଦେଖୁଛନ୍ତି ଆପଣମାନେ, ଯାତ୍ରାପାଟି କରୁଛନ୍ତି କି ଯେଉଁମାନେ କରୁଛନ୍ତି, ଭଲ କରୁଛନ୍ତି, ସେମାନେ ବହୁତ ଭଲ କରୁଛନ୍ତି, ସେଥିରେ ଆମର କିଛି କହିବାର ନାହିଁ। କିନ୍ତୁ ରାମଲୀଳା ଏମିତି ଗୋଟେ ରସାତ୍ମକ ଲୀଳା ଯେ କି ଭଗବାନଙ୍କର ଲୀଳା, ସେଇଟା ଯେଉଁମାନେ କରୁଛନ୍ତି, ଆମକୁ ତ ସମୟ ହେବନି, ସବୁବେଳେ ତ ସବୁ ଜିନିଷ ଦେଖେଇ ହେବନି। ବିଭିନ୍ନ ପ୍ରକାର ଲୋକ ବିଭିନ୍ନ ପ୍ରକାର ବିଷୟକୁ ନେଇକି କରୁଛନ୍ତି। ତେଣୁ ଯେଉଁ ଅହଲ୍ୟା ଉଦ୍ଧାର ହେଉଛି, ତା ଦେହରେ ଆପଣଙ୍କର କେମିତି ଶ୍ରୀରାମ କେମିତି ସେ ଅହଲ୍ୟା ଯେଉଁ ପାଷାଣ ହେଇକି ଥିଲେ ତାকে କେମିତି ହେଉଛନ୍ତି, ଅହଲ୍ୟା କେମିତି ପାଷାଣ ହେଉଛନ୍ତି, କେମିତି ତାକୁ ରାମଚନ୍ଦ୍ରଙ୍କ ଦ୍ୱାରା ସେ କେମିତି ମୁକ୍ତି ଲାଭ କରୁଛନ୍ତି, କେମିତି ଗଲାବେଳେ ଜଙ୍ଗଲରେ ତାଡ଼କି ବଧ କରୁଛନ୍ତି, ସୁବାହୁ ମାରିଚକୁ ମାରୁଛନ୍ତି, ଏସବୁ ଜିନିଷ ଦେଖୁଛି। ପରଶୁରାମ ଭେଟ ହେଉଛନ୍ତି, ପରଶୁରାମ ଯିଏକି ଠାକୁରଙ୍କର ପରମ ଭକ୍ତ, ସିଏ ବି ତାଙ୍କର ମାତୃଭକ୍ତର ପିତୃଭକ୍ତି ତାଙ୍କର ପରିଚୟ ଦେଉଛନ୍ତି। ଯାହା ହଉ କିଛିଟା ଆପଣ ଏବେ ଗାଁ ଗହଳିରେ ସେସବୁ କମିଗଲାଣି, ଟାଉନରେ ମଧ୍ୟ ବହୁତ ଜାଗାରେ ହେଉଥିଲା, ଏବେ ସବୁ କମି କମି ସେ କାମ ଗୁଡ଼ା ସବୁ କମି କମି ଆସିଲାଣି। ତେଣୁ ମୋର ଗୋଟେ ଅନୁରୋଧ ଆପଣମାନଙ୍କୁ, ଏଇଟା ବଜେଇ ରଖନ୍ତୁ। ଏଇ ଯେଉଁ ରାମଲୀଳା ହଉ କି ଆପଣଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ହଉ, ଏଇଟା ଆପଣ ସବୁବେଳେ ଚେଷ୍ଟା କରନ୍ତୁ ବର୍ଷକୁ ଥରେ, ରଜ ହଉ କି ଯାହା ହଉ, ଏମାନଙ୍କର ଏଇ ଜିନିଷଟା ବଜେଇ ରଖିଲେ କ'ଣ ହେବ ନା, ଆମର ଯେଉଁ ଭାଇଚାରା କହୁଛନ୍ତି, ଆମେ ଯେଉଁ ଭାଇଚାରା, ସେଟା ଏକତ୍ରିତ ହେଲେ କ'ଣ ହେବ ନା, ଗୋଟେ ସମ୍ପର୍କର ସେତୁ ବନ୍ଧା ହେବ ଏବଂ ଦୃଢ଼ ହେବ। ସେଇଟା ମୋର ଆଜି ସକାଳର କାମନା। ଆପଣମାନେ ଏକାଠି ହୁଅନ୍ତୁ, ଏକାଠି ଚଳାନ୍ତୁ, ଏସବୁ ବି ଏଇ ଆଧ୍ୟାତ୍ମିକ ଲାଇନରେ ମଧ୍ୟ ଯାଆନ୍ତୁ। ରହୁଛି ଆପଣଙ୍କୁ ଯେଉଁ କାଲି ରାତିର କିଛି ଭିଡ଼ିଓ ଆପଣଙ୍କୁ ସିରିଏଲ୍ସର ଭିଡ଼ିଓ କିଛିଟା ସେୟାର କରିବି। ଆଉ ଆପଣ ତାର କମେଣ୍ଟ କରିବେ, ସେୟାର କରିବେ, ଆଉ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। କାହିଁକିନା ମୁଁ ଏଥିରେ ପୁରା ନୂଆ, ତେଣୁ ଆପଣମାନଙ୍କୁ କିଛି କିଛି ମଝିରେ ମଝିରେ କରିକି ଛାଡ଼ୁଛି। ଆଉ ଯାହା ବି ଦୋଷ ତ୍ରୁଟି ଥିବ ମାର୍ଜନା କରିବେ। ତେଣୁ କମେଣ୍ଟଟି ନିଶ୍ଚିତ ଦେବେ, କାରଣ କମେଣ୍ଟ ଆସୁନି, ବହୁତ ଜାଗାରେ ମୁଁ ଦେଖୁଛି, ବହୁତ ଜିନିଷରେ ଆସୁନି କମେଣ୍ଟ। ଆଉ ଯଦି ଚାହିଁବେ ନିଶ୍ଚୟ ଟିକେ ସବସ୍କ୍ରାଇବ୍ କଲେ ବହୁତ ଭଲ ହୁଅନ୍ତା। ରହୁଛି, ଜୟ ଜଗନ୍ନାଥ।
यही कथा कुह अंतर्जामी यही कथा कुह अंतर्जामी मुहि जे अज्ञानी मोर उपस्थिति नुहे भयर कारण जी सारा जगतर श्रेष्ठ दुर्बल को पढ़े बिना कारणे नारायण 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 बिना कारण नारायण नारायण बिना कारणे नारायण 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 पड़े दिन बंधु हे दिन जन बंधु निवेदन ब्रह्म शुणु देवश्री कि कारण कष्ट पाती अमर मंडली आसला
ଆଚ୍ଛା କଥା ଅନେକ ଅସୁବିଧା ଆସ ତୁ କଥା କହିଲା ଯିବି ସେ ମୋମେଣ୍ଟ ଆସିଲା ବେଳକୁ ଯିବି ନା ହେଲା ଏଇ ଗାଈ କହ ନାରାୟଣ ଶୁଣନ୍ତୁ ଦେବ ଆରେ। ଶୁଣନ୍ତୁ ଦେବଶ୍ରୀ କି କାରଣେ କଷ୍ଟ ଆଜ୍ଞା। କି କାରଣେ କଷ୍ଟ ପାଆନ୍ତି ଆମର ମଣ୍ଡଳୀ ଆରେ ଶୁଣ 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 ସିଏ କ'ଣ ସିଏ ଆସିଥିଲା ବାଇ କରି ମୁକାଲା କରିବା କି କାରଣେ ସେଇଥିପାଇଁ ଆସିଥିଲା ମୁକାଲା କରିବା ଶୁଣନ୍ତୁ ଦେବଶ୍ରୀ ଭାଇ ସେ ତାଙ୍କ ଏପଟେ ବଢ଼ିଆ ତମେ ତ କହିଲା କି କାରଣେ କଷ୍ଟ ପାଆନ୍ତି ବଜେଇ ଦଉଛି ଶୁଣନ୍ତୁ ଦେବଶ୍ରୀ ତମେ ଆ ତା ଦୋଷ କାହିଁ ଦଉ କି କାରଣେ କଷ୍ଟ ପାଆନ୍ତି ଆମର ମଣ୍ଡଳୀ তোরা কিছু নাই কিছু মনে ଗୀତ ପଡିଲା ଗାଇଲେ ବଜେଇବୁନୁ ମୁଁ ଗାଇଲେ ନୁହେଁ ফার্স্ট ক্লাস ঠিক আছে ঠিক আছে তু গা ଶୁଣନ୍ତୁ ଦେବଶ୍ରୀ সেগুলো কিশোর ডাকিব হলা কি কারণে কষ্ট পাଆନ୍ତି ଆମର ମଣ୍ଡଳୀ ଦାନ ବଳେ ବଳେ ଛେଳି ସାରା ଗାପରି ସାରା ଗାପରି ଦାନ ବଳା ଜଗଣ ଦେ ଆଗ ପଛନ ବିଚାରି ଶୁଣନ୍ତୁ ଦେବ ପଦେ ପଦେ ହଉ ଯାଅ ଧନ୍ୟବାଦ ଧନ୍ୟବାଦ ହଁ ଆସିଲା କଥା କଥା ହେଲା ଗଲା ତ ଟିକେ ଜଷ୍ଟ ସତ କଥା ହଁ ଜଷ୍ଟ ଗଲା ଦାନବୀର ହୋଇ ବଳି ରାଜା ରହିଲା ଆପଣ କିଛି ନାହିଁ ମୋଡ଼େ ତମେ ଯେତେବେଳେ ଡାକିବ ଚଳାଇବ ଆରାମସେ ବହି କରିଛ ମୁଁ ସବୁ ସତ କଥା ଦାନବୀର ହୋଇ ବଳି ରାଜା ସବୁବେଳେ କରନ୍ତି ହଁ ଠିକ କହୁନୁ ବଢ଼ିଆ ପିଲା ଫାର୍ଷ୍ଟ କ୍ଲାସ୍ ସତ ହଁ ସତ କଥା ହଁ ତାଙ୍କ ବଢ଼ିଆ ପିଲା ଦାନବୀର ମିଳିବ ହୋଇ ବଳି ରାଜା ଏଇଠି କହିଲା ସତ କଥା ସତ କଥା ଯାଅ ଧନ୍ୟବାଦ ମିଟୁ ଭାଇ କିଛି ନାହିଁ ଭାଇ ଭାଇ ହାତକୁ ତାକୁ ରଖିଦିଅ ନା ବ୍ୟସ୍ତ କର ସତ କଥା ଆଜ୍ଞା ଆଜ୍ଞା କିଛି ଦାନବୀର ହୋଇ ବଳି ରାଜା ଚାରିଆଡ଼ୁ ଚିନ୍ତା ତମେ ଜାଣିପାରୁନ ବସ୍ତୁ ତମେ ଜାଣିପାରୁନ ଆସ ଆସ ବସି କଥା ହବା। ହଁ ହଁ ଆଉ ଦବା କାମ ବ୍ୟସ୍ତ ସବୁ କାମ ସରିବ କାମ ସରିବ ଗାଡ଼ି କ'ଣ ସେମିତି ଭାବୁଛ ନା କ'ଣ ମୁଁ ବା ଥିଲି କିଛି ହଁ କାମ ସରିଲେ ତାକୁ ବ୍ୟସ୍ତ ବି ଭାଇ କେଡ଼ା କେଡ଼େ ବୁଲିଗଲାଣି ହଁ ମୁଁ ଶୁଣିବି ନା କ'ଣ ମୋ କାମ ସେଇଆଡ଼େ ଅଛି ଆଉ ତମକୁ କହିଲା ଆପଣ ସେ ମୋତେ କହିଲା ଭଳିଆ ଲାଗିଲା ନା ଅବେ ରବାଇ କ'ଣ କହିଲା ଶୁଣିବେ ରବାଇ ବା ସେ କଥା ମୋତେ କହିଲା ଆଜି ସେ ଆମେ ଯାଇଥିଲୁ ଚା ପିଇବାକୁ ନା ଆଜ୍ଞା ଶିଖିବି ରବାଇ କିଛି କୁହନି ଚୁପଚାପ ହୁଏ ତମେ କିଛି ହଁ କିଛି ନାହିଁ ତମେ ବସ ଶିଖିବି ବ୍ୟସ୍ତ ହଁ ଭାଇ ରହ ରୁହ ତ ବ୍ୟସ୍ତ ଆଉ ଦେବେ ତାକୁ ଉପର ବାଲା ପାନେ ଦବ ଅବସ୍ଥା ହଁ ଭାରି ବଢ଼ିଆ କଥା କି ହଁ 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 ହଁ